ଆଚ୍ଛା ପିଲାମାନେ, ଆଜିର ପାଠପଢ଼ାକୁ ମୁଁ ତୁମମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ଦ୍ୱିତୀୟ ଶ୍ରେଣୀର ବିଷୟ ଭାଷା। ପ୍ରସଙ୍ଗ ରହିଛି ମା ପରି ମୋର କିଏ ସେ ହେବ। ଉପସ୍ଥାପକ ହିସାବରେ ମୁଁ ଶ୍ରୀ ଚିତ୍ତରଞ୍ଜନ ବେହେରା। ଆମେ ସମସ୍ତେ ଜାଣିଛନ୍ତି ଆମ ପାଇଁ ଆମ ମା ହେଉଛନ୍ତି ମୁଖ୍ୟ ପ୍ରେରଣାଦାୟୀ। ଆମର ସବୁ କିଛି ସୁଖ ଦୁଃଖ ଭଲ ମନ୍ଦ ସବୁ କାର୍ଯ୍ୟରେ ଆମ ପାଖରେ ମା ରହିଥାନ୍ତି। ତ ଆମେ ସେହି ସ୍ନେହମୟୀ ପ୍ରେରଣାମୟୀ ମାଙ୍କ ବିଷୟରେ ଆଜି ଆମେ ପାଠ। ଆଚ୍ଛା ପିଲାମାନେ, ଆଜି ଆମେ ମାଙ୍କ ବିଷୟରେ ସୁନ୍ଦର ଗୀତଟିଏ ଗାଇବା। ତମେ ଦେଖୁଛ, ଚିତ୍ରରେ ମା ଦେଖୁଛ, ପିଲାଟିକୁ ମା ଧରିକି ଯାଉଛନ୍ତି। ତ ସୁନ୍ଦର ଗୀତଟିଏ ଗାଇବା। ଫେରିବା ବାଟକୁ ଚାହିଁ ବସିବ, ନିଜେ ନ ଖାଇ ସେ ଖୁଆଇ ଦେବ। ହାତ ଧରି ପାଠ ପଢ଼ାଇ ଦେବ, ନୂଆ ନୂଆ କଥା ଶିଖାଉଥିବ। ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ। ଆମେ ମାଙ୍କ ବିଷୟରେ ସୁନ୍ଦର ଗୀତଟି ଆମେ ଶୁଣିଲେ। ତ ଗୀତଟିକୁ ତୁମେ ଆଉ ଥରେ ମୋ ସହିତ ଗାଇବ। ଫେରିବା ବାଟକୁ ଚାହିଁ ବସିବ, ନିଜେ ନ ଖାଇ ସେ ଖୁଆଇ ଦେବ। ହାତ ଧରି ପାଠ ପଢ଼ାଇ ଦେବ, ନୂଆ ନୂଆ କଥା ଶିଖାଉଥିବ। ମା ପରି ମୋର କିଏ ସେ ହେବ। ଏଇ ଗୀତଟିକୁ ତୁମେ 2 ଥର ଗାଇବ। ଦେଖ, ମା ଆମର ଫେରିବା ବାଟକୁ ଚାହିଁ ବସିବ। ଆମେ ଯେତେବେଳେ ସ୍କୁଲ ଯାଇଥିବା, ତୁମେ ସ୍କୁଲ ଯାଇଥିବ, ତୁମର ଫେରିବା ବାଟକୁ ମା ଚାହିଁକିରି ବସିଥିବ। ତୁମ ଘରକୁ ଯେତେବେଳେ କୁଣିଆ ଆସନ୍ତି, ସେତେବେଳେ ନିଶ୍ଚିତ ଭାବରେ ସେ ତୁମ ପାଇଁ କିଛି ମିଠା ଆଣିଥିବେ। ସେ ମିଠା ମା ନ ଖାଇକରି ତୁମକୁ ଖୁଆଇଦେବେ। ଆଉ କ'ଣ କରନ୍ତି ମା ତୁମ ପାଇଁ? ନା ତୁମକୁ ହାତ ଧରି ମା ନିଜେ ପାଠ ପଢ଼ାଇ ଦିଅନ୍ତି। ଆଉ ସନ୍ଧ୍ୟାବେଳେ ଆମକୁ ମା କ'ଣ କରନ୍ତି? ବହୁତ ସୁନ୍ଦର ସୁନ୍ଦର ଗପ କୁହନ୍ତି। ଆହୁରି ଏ ଦୁନିଆର ବହୁତ ନୂଆ ନୂଆ କଥା ମା ତୁମମାନଙ୍କୁ ଶିଖେଇ ଦିଅନ୍ତି। ତାହେଲେ ମା ପରି ମୋର କିଏ ସେ ହେବ। ମା ଆମକୁ ଯେତିକି ନୂଆ କଥା ଶିଖାନ୍ତି, ଯେଉଁ ଯେଉଁ କାମ ଆମ ପାଇଁ ମା କରନ୍ତି, ତାହା ଆଉ କିଏ ବା କରିବ। ତେଣୁ ଆମେ ଜାଣିଲେ ମା ପରି ମୋର କିଏ ସେ ହେବ। ମା ଆମ ପାଇଁ ଅନେକ କିଛି କାମ କରିଥାନ୍ତି। ଆଚ୍ଛା ପିଲାମାନେ, ଏବେ ମାଙ୍କ ବିଷୟରେ ଏତେ ଗୁଡ଼ିଏ କଥା ଜାଣିଲା ପରେ ଏବେ ତୁମ ପାଇଁ ଅତି ସରଳ ପ୍ରଶ୍ନ କେତେ ଗୁଡ଼ିଏ ଆଣିଛି। ସେ ପ୍ରଶ୍ନ ଗୁଡ଼ିକର ଉତ୍ତର ତୁମେ ନିଶ୍ଚିତ ଭାବରେ ଦେଇପାରିବ ବୋଲି ମୁଁ ଆଶା କରୁଛି। ତେବେ ତୁମ ପାଇଁ ପ୍ରଥମ ପ୍ରଶ୍ନ ଅଛି, ଆସ ଦେଖିବା। ତୁମ ଫେରିବା ବାଟକୁ କିଏ ଚାହିଁ ବସିବ? ତାହେଲେ ଉତ୍ତର କ'ଣ ହେବ? ନା ତୁମର ଫେରିବା ବାଟକୁ ମା ଚାହିଁ ବସିବ। ଏବେ ଆଉ ଗୋଟିଏ ପ୍ରଶ୍ନକୁ ଦେଖିବା କ'ଣ ଅଛି। ଆଚ୍ଛା କହିଲ ପିଲେ, ମା ତୁମକୁ କିପରି ପାଠ ପଢ଼ାଇ ଦିଅନ୍ତି? ତାହେଲେ କିପରି ପାଠ ପଢ଼ାଇ ଦିଅନ୍ତି ମା? ନା ମା ତୁମର ହାତ ଧରି ପାଠ ପଢ଼ାଇ ଦିଅନ୍ତି। ଏବେ ଦେଖିବା ଆଉ ଗୋଟିଏ ପ୍ରଶ୍ନ ଅଛି। ମା ତୁମକୁ କ'ଣ ଶିଖାଇ ଦିଅନ୍ତି? ଉତ୍ତରରେ ଆମେ ଜାଣିବା ମା ତୁମକୁ ନୂଆ ନୂଆ କଥା ଶିଖାଇ ଦିଅନ୍ତି। ତାହେଲେ ଦେଖିଲେ ଆମେ ମାଙ୍କ ବିଷୟରେ ଅନେକ କଥା ଜାଣିଲେ ଏବଂ ସରଳ ପ୍ରଶ୍ନ ଗୁଡ଼ିକର ଉତ୍ତର ମଧ୍ୟ ଦେଇପାରିଲେ। ଏବେ ଆସ ଆଉ କିଛି ନୂତନ ଜିନିଷ ଆମେ ଜାଣିବା। ଆଚ୍ଛା ପିଲାମାନେ, ଏଇ ଚିତ୍ରରେ ତୁମେ ଗୋଟିଏ ଫୁଲ ଦେଖିପାରୁଛ। ଏଇ ଫୁଲର ନାଁ ତୁମେ ନିଶ୍ଚିତ ଭାବରେ ଜାଣିଛ।
ଏହା ହେଉଛି ପଦ୍ମ ଫୁଲ। ଏବେ ଦେଖ ଏଇ ଫୁଲ ତଳେ ପଦ୍ମ ବୋଲି ଲେଖା ହେଇଛି। ଠିକ୍ ସେହିଭଳି ଆଉ ଗୋଟିଏ ଚିତ୍ର ଦେଖିବା। ଦେଖ ଇଏ ହେଉଛନ୍ତି ମା ଲକ୍ଷ୍ମୀଙ୍କର ଚିତ୍ର। ତାହେଲେ ଏଇ ଚିତ୍ର ତଳେ ଦେଖ ଲେଖାଯାଇଛି ଲକ୍ଷ୍ମୀ। ତାହେଲେ ଏଇ ପଦ୍ମ ଏବଂ ଲକ୍ଷ୍ମୀ ଚିତ୍ର ଦେଖିକି ଆମେ ପଢ଼ିପାରିଲେ। ଏବେ ଆମେ ଦେଖିବା ମ ଫଳା ଲାଗିଥିବା ଶବ୍ଦ ତଳେ ଗାର ଦବା। ଦେଖିବା କ'ଣ ସବୁ ମ ଫଳା ଲାଗିଥିବା ଶବ୍ଦ ରହିଛି। ଦେଖ ବାଗ୍ମୀ। ଏଠି ଆମେ ଦେଖୁଛନ୍ତି ଗ ଅକ୍ଷର ତଳେ ମ ଫଳା ଲାଗିଛି, ତେଣୁ ଗ ତଳେ ଆମେ ଗାର ଦେବା। ଏବେ ଆଉ ଗୋଟିଏ ଶବ୍ଦ ଦେଖିବା ଭସ୍ମ। ସ ତଳେ ଗାର ଦେବା, କାହିଁକି ସ ଅକ୍ଷରରେ ମ ଫଳା ଲାଗିଛି। ଏବେ ଆଉ ଗୋଟିଏ ଶବ୍ଦ ଆମେ ଦେଖିବା, ତାହା ଅଛି ଗ୍ରୀଷ୍ମ। ଏଠି ମଧ୍ୟ ସ ତଳେ ମ ଫଳା ଲାଗିଛି, ତେଣୁ ସ ତଳେ ଆମେ ଗାର ଦେବା। ଠିକ୍ ସେହିଭଳି ଆଉ ଗୋଟିଏ ଶବ୍ଦ ଦେଖିବା। ଦେଖ ଶବ୍ଦଟି କ'ଣ ଅଛି ଛଦ୍ମ। ଏବେ ଦ ତଳେ ମ ଫଳା ଲାଗିଛି, ତେଣୁ ଦ ଅକ୍ଷର ତଳେ ଆମେ ଗାର ଦେବା। ଏବେ ଆଉ କେତେ ଗୁଡ଼ିଏ ଶବ୍ଦ ସେଇଭଳି ଆମେ ଦେଖିବା। ଦେଖ ଲେଖାଯାଇଛି ଶବ୍ଦଟିଏ ଅଯୁଗ୍ମ। ତାହେଲେ ଏଠାରେ ତୁମେ ଦେଖିପାରୁଥିବ ଗ ଅକ୍ଷର ତଳେ ମ ଫଳା ଲାଗିଛି, ତେଣୁ ଆମେ ଗ ଅକ୍ଷର ତଳେ ଗାର ଦେବା। ଠିକ୍ ଅଛି। ତେବେ ଆଉ ଗୋଟିଏ ଶବ୍ଦ ଦେଖିବା ଉନ୍ମାଦ। ଏବେ ତୁମେ ଦେଖିପାରୁଥିବ ନ ଅକ୍ଷର ତଳେ ମ ଫଳା ଲାଗିଛି ଏବଂ ଆମେ ନ ଅକ୍ଷର ତଳେ ଗାର ଦେବା। ଠିକ୍ ସେହିଭଳି ଆଉ ଏକ ଶବ୍ଦ ଦେଖିବା କସ୍ମିନ୍। ତୁମେ ଦେଖିପାରୁଛ ଦନ୍ତେ ସ ତଳେ ମ ଫଳା ଲାଗିଛି, ତେଣୁ ଆମେ ଦନ୍ତେ ସ ତଳେ ଗାର ଦେବା। ଏବେ ଆଉ ଦେଖ ଉନ୍ମତ। ତୁମେ ଦେଖିପାରୁଛ ଏଠି ମଧ୍ୟ ନ ଅକ୍ଷର ତଳେ ମ ଫଳା ଲାଗିଛି, ତେଣୁ ଆମେ ନ ଅକ୍ଷର ତଳେ ଗାର ଦେବା। ଏବେ ଆସ ଆଉ ଏକ ନୂଆ ଶବ୍ଦ ପଢ଼ିବା। ଦେଖ ଲେଖାଯାଇଛି ଜନ୍ମଦାତା। ତାହେଲେ ତୁମେ ଦେଖିପାରୁଥିବ ନ ଅକ୍ଷର ତଳେ ମ ଫଳା ଦିଆଯାଇଛି, ତେଣୁ ଆମେ ମଧ୍ୟ ନ ଅକ୍ଷର ତଳେ ଗାର ଦେବା। ଏବେ ଆଉ ଏକ ଶବ୍ଦ ଆସିବ ଗ୍ରୀଷ୍ମ କାଳ। ଏଠି ମଧ୍ୟ ସ ଅକ୍ଷର ତଳେ ମ ଫଳା ଦିଆଯାଇଛି, ତେଣୁ ଆମେ ସ ଅକ୍ଷର ତଳେ ଗାର ଦେବା। ଏବେ ଦେଖ ଆଉ ଏକ ଶବ୍ଦ ଜନ୍ମଗତ। ଏଠି ମଧ୍ୟ ନ ଅକ୍ଷର ତଳେ ମ ଫଳା ଲାଗିଛି, ତେଣୁ ଆମେ ନ ଅକ୍ଷର ତଳେ ଗାର ଦେବା। ଏବେ ଆଉ ଏକ ଶବ୍ଦ ଦେଖ ଉନ୍ମୋଚନ। ଏଠି ମଧ୍ୟ ନ ଅକ୍ଷର ତଳେ ମ ଫଳା ଲାଗିଛି, ତେଣୁ ଆମେ ନ ଅକ୍ଷର ତଳେ ଗାର ଦେବା। ତାହେଲେ ପିଲାମାନେ ଆମେ ମ ଫଳା ଲାଗିଥିବା ଅକ୍ଷର ଚିହ୍ନି ପାରିଲେ। ମ ଫଳା ଲାଗିଥିବା ଯେଉଁ ଶବ୍ଦ ଗୁଡ଼ିକୁ ଆମେ ପଢ଼ିପାରିଲେ। ତେବେ ଆଜି ଆମେ କ'ଣ ଶିଖିଲେ ସେ ବିଷୟରେ ଆଲୋଚନା କରିବା। ପ୍ରଥମେ ଆମେ ମ ଫଳା ଚିହ୍ନି ପାରିଲେ। ଆମେ ଦେଖିଲେ ପଦ୍ମ ପଢ଼ିଥିଲେ, ଲକ୍ଷ୍ମୀ ପଢ଼ିଥିଲେ, ତେଣୁ କେଉଁ ଶବ୍ଦରେ କେଉଁ ଅକ୍ଷର ତଳେ ମ ଫଳା ଦିଆଯାଇଛି ସେ ମ ଫଳାକୁ ଆମେ ଚିହ୍ନି ପାରିଲେ। ପ୍ରଥମେ ଆମେ ମ ଫଳାକୁ ଚିହ୍ନିଲେ ଏବଂ ଆଉ କ'ଣ ଆମେ ଆଜି ଜାଣିଲେ ନା ଶବ୍ଦରେ ମ ଫଳା ଲାଗିଥିବା ଅକ୍ଷର ଚିହ୍ନଟ କଲେ। ଆମେ କେତେ ଗୁଡ଼ିଏ ମ ଫଳା ଲାଗିଥିବା ଶବ୍ଦ ପଢ଼ିଲେ, ତ ଗୋଟିଏ ଶବ୍ଦରେ ଯେଉଁ ଅକ୍ଷର ତଳେ ମ ଫଳା ଲାଗିଥିଲା ସେଇ ଅକ୍ଷରକୁ ଆମେ ଚିହ୍ନିଲେ ଏବଂ ସେଇ ଅକ୍ଷର ତଳେ ଆମେ ଗାର ଦେଲେ। ଏବେ ଆଉ କ'ଣ ଆମେ ଜାଣିଲେ ନା ମ ଫଳା ଲାଗିଥିବା ଶବ୍ଦ ଆମେ ପଠନ କଲେ। ଯେମିତିକି ଆମେ ପଢ଼ିଲେ ପଦ୍ମ, ଛଦ୍ମ, ଭସ୍ମ, ଜନ୍ମଦାତା, ଏହିଭଳି ଅନେକ ନୂଆ ନୂଆ ଶବ୍ଦ ଆମେ ପଢ଼ିଲେ। ତୁମେ ଚାହିଁଲେ ଏହିଭଳି ଆହୁରି ଅନେକ ଶବ୍ଦ ମଧ୍ୟ ପଢ଼ିପାରିବ।
ଏବେ ସବୁଠାରୁ ସୁନ୍ଦର କଥାଟି ଆମେ ଜାଣିଲେ ଯେ ମା ଆମକୁ ନୂଆ ନୂଆ କଥା ଶିଖାଇ ଦିଅନ୍ତି। ଆଚ୍ଛା, ମା ଆମକୁ ଆହୁରି ଆମର ଚାହିଁ ଫେରିବା ବାଟକୁ ମା ଜଗି ବସିଥାନ୍ତି, ସେ କଥା ମଧ୍ୟ ଆମେ ଜାଣିଲେ। ଆମକୁ ମା ଗପ କହିଦିଅନ୍ତି, ସେ କଥା ମଧ୍ୟ ଆମେ ଜାଣିଲେ। ଆହୁରି ମା ଆମ ପାଇଁ କ'ଣ କ'ଣ କରନ୍ତି ତୁମେ ନିଜେ ମଧ୍ୟ କହିପାରିବ। କେତେ ଗୁଡ଼ିଏ କଥା ଆଜିର ପାଠପଢ଼ାରୁ ଆମେ ଜାଣିଲେ। ଏବେ ତୁମ ପାଇଁ କେତୋଟି ସରଳ କାମ ମୁଁ ଦେବି। ତୁମେ ନିଶ୍ଚିତ ସେହି କାମ ଗୁଡ଼ିକ ଅତି ଧ୍ୟାନର ସହକାର କରିବ ବୋଲି ମୋର ବିଶ୍ୱାସ। ତେବେ ତୁମ ପାଇଁ କାମ କ'ଣ ଆମେ ରଖିଛନ୍ତି, ଆସ ଦେଖିବା। ତୁମ ପାଇଁ କାମ, ପ୍ରଥମ କାମ ତୁମ ପାଇଁ ଅଛି କ'ଣ ନା ପୁରୁଣା ଖବର କାଗଜରୁ ମ ଫଳା ଲାଗିଥିବା ଶବ୍ଦ କାଟି ତୁମ ଖାତାରେ ଲଗାଅ। ନିଶ୍ଚିତ ଭାବରେ ତୁମ ଘର କିମ୍ବା ତୁମ ପାଖ ଘର କେଉଁଠି ହେଲେ ପୁରୁଣା ଖବର କାଗଜ ତୁମେ ପାଇବ। ତ ସେଇ ପୁରୁଣା ଖବର କାଗଜରୁ ତୁମେ ଦେଖିବ ମ ଫଳା ଲାଗିଥିବା ଶବ୍ଦକୁ କାଟି ତୁମ ଖାତାରେ ଆଣି ଲଗେଇବ ଏବଂ ସେହି ଖାତାକୁ ତୁମେ ତୁମର ଶିକ୍ଷକଙ୍କୁ ନେଇ ଦେଖାଇବ, ଯାହାଦ୍ୱାରା ଶିକ୍ଷକ ବହୁତ ଖୁସି ହେବେ। ଏବେ ଆଉ ଗୋଟିଏ କାମ ଅଛି ତୁମ ପାଇଁ। ସେ ଦ୍ୱିତୀୟ କାମଟି କ'ଣ ନା ଗୋଟିଏ ପଦ୍ମ ଫୁଲର ଚିତ୍ର ଖାତାରେ ଲଗାଇବ ଓ ତାହା ତଳେ ପଦ୍ମ ଲେଖିବ। ଏହି କାମଟି କଲା ପରେ ତୁମେ ତୁମର ଶିକ୍ଷକଙ୍କୁ ନେଇ ଦେଖାଇବ, ଦେଖିବ ସେ ନିଶ୍ଚିତ ଖୁସି ହେବେ। ତାହେଲେ ଆଜିର ପାଠପଢ଼ା ତୁମକୁ ନିଶ୍ଚିତ ଭଲ ଲାଗିଥିବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।